ଘରେ ନ ପଶୁ ଚାଳ ବାଜିଲା ନିର୍ମାଣାଧୀନ ଛାତର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଆଦିବାସୀ ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। ଶିକ୍ଷାର ବିକାଶ ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଖର୍ଚ୍ଚ ମଧ୍ୟ କରୁଛନ୍ତି। କିନ୍ତୁ କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ଗୃହ ଓ ରାସ୍ତା ନିର୍ମାଣ ବେଧଡ଼କ ଭାବରେ ଚାଲିଛି, ଯାହାଦ୍ୱାରା ବିଭାଗୀୟ ଅଧିକାରୀ ଓ ଠିକାଦାରମାନେ ମାଲାମାଲ ହେଉଛନ୍ତି। କିନ୍ତୁ ନିର୍ମାଣ କାର୍ଯ୍ୟଗୁଡ଼ିକର ସ୍ଥାୟିତ୍ୱ ଉପରେ ଉଠିଛି ପ୍ରଶ୍ନ। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ସେଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଗୃହ ବିଭାଗ ପକ୍ଷରୁ ଦୋତାଲା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପ୍ରାୟ 2,07,20,000 ଅର୍ଥ ବ୍ୟୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି, ଯାହାକି ନିମ୍ନମାନର। କିଛି ଦିନ ପୂର୍ବରୁ ଛାତ ପଡ଼ିଥିଲା। ଛାତ ପଡ଼ିବାର 21 ଦିନ ପରେ ସେଣ୍ଟ୍ରିଂ ଖୋଲା ଚାଲିଛି, କିନ୍ତୁ ଛାତ ପଡ଼ିବା ପରେ ଛାତ ମଜବୁତ ପାଇଁ ଛାତ ଉପରେ ପାଣି ଦିଆଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଛାତ ଉପରେ ପାଣି ଦେଲେ ଛାତ ତଳକୁ ଠାରୁ ଗୃହ ଭିତରେ ପାଣି ଚାଲୁଛି। ତାହା ସହିତ ନୂତନ ଛାତ ପଡ଼ିଥିଲେ ମଧ୍ୟ ଛାତ ତଳକୁ ଲୁହା ଜଳ ହୋଇ ବାହାରକୁ ଦେଖାଯାଉଛି। କିନ୍ତୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାହାକୁ ଖାତିର କରିନଥିଲେ କି କାହାରି କଥାକୁ ଶୁଣିନଥିଲେ ବୋଲି ଜଣାପଡ଼ିଛି। ଏମିତି ଛାତ ପକାଇଥାନ୍ତେ କି ଜିଲ୍ଲା ଗୃହ ବିଭାଗର ଏପରି ନିମ୍ନମାନର କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରି ବିଭାଗୀୟ ଅଧିକାରୀ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ବରିଷ୍ଠ ଶିକ୍ଷାବିତ୍ମାନେ ଦାବି କରିଛନ୍ତି। ନଚେତ୍ ବର୍ଷା ଦିନରେ ଆଦିବାସୀ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ହେବାର 100% ସମ୍ଭାବନା ରହିଛି। ମାଲକାନଗିରିରୁ ଅଭ୍ୟୁବାନୀ ତାପରେ ଏତେ ବଡ଼ ଛାତ ପଡ଼ିଛି, ଛାତରେ ଗୁଡ଼ାଏ ଜାଗାରେ ଖାଲ ଢେପ ଅଛି, ହେଲେ ପାଣି ପଡ଼ିବା ପାଇଁ ମଧ୍ୟ ଠିକ୍ ସେ